ତାରିଖ 7 ତାରିଖ ଷ୍ଟାର୍ଟ ସେଇଟା ଗୋଟେ ଗଲା। ତାପରେ ଧାନ ମଣ୍ଡିରେ ହିଁ କ୍ରୟକାରୀ ସଂସ୍ଥା ଆପଣଙ୍କର ଯେଉଁ ପର୍ଚେସିଂ ଏଜେନ୍ସି ଗୁଡ଼ାକ ଅଛନ୍ତି ସେମାନେ ନିଜ ଅଖାରେ ତାଙ୍କର ଅଖା ଆଣନ୍ତୁ। ଭାଇମାନେ ସମସ୍ତଙ୍କୁ ଆଜି ମୁଁ ଅନୁରୋଧ କରୁଛି ଧାନ ଆଣିବ ଛତିଶଗଡ଼ ପୁରା ଢାଳି ଗାଦ ବୁଝିଲେ କି ଢାଳି ଦିଅ ଦେଖିବ ସବୁ ବାଟକୁ ପଡ଼ିଯିବେ ଧାନ ଢାଳି ଦିଅ। ଏଠି ଆମର ଭାଇମାନେ ଯାଇଥିଲେ ଆମର ଏଇ ଯେଉଁ ସୁତି ପନ୍ଦର ଏଠି ଆଜ୍ଞା ସବୁ ଆମେ ଯାଇଥିଲୁ ଛତିଶଗଡ଼ ସେଠି କ'ଣ ଧାନ ଆଣିଲେ ଟିକେ ଝୁଲଉନାହାନ୍ତି ମିଶା ମୁଟ ଚୁଟି ବାନ୍ଧିକିରି ଆଣୁଛନ୍ତି ଧାନ କିଏ ଟ୍ରୋଲିରେ ଆଣୁଛି ଓଜାଡ଼ି ଦେଉଛି ତାଙ୍କର ବସ୍ତାରେ ତାଙ୍କେ ପୁରେଇଲେ ଓଜନ କଲେ ନେଟ୍ ମାରିଲେ ତାଙ୍କେ ସିଲେ ଆମର କାମ କିଛି ନାହିଁ ଆମେ ନେଇକି ତାଙ୍କୁ ଖାଲି ଆଲୋଡ଼ କରିଦେବା। ତେଣୁ ଆମେ ଯଦି ଏକଜୁଟ ହେବାର ଅଛି ଯେ ଆଗାମୀ ଏ ଯେଉଁ ଖରିଫ ମଣ୍ଡି ଆସୁଛି ସେ ମଣ୍ଡିରେ ଆମେ ସବୁ ଧାନ ନେଇକି ଧରନ୍ତୁ ତାର 100 କୁଇଣ୍ଟାଲ ଆସିଛି ସେ 100 କୁଇଣ୍ଟାଲ ନନୁ ଗୋଟେ ଟ୍ରାକ୍ଟରରେ 50 କୁଇଣ୍ଟାଲ ନେଇକି ଧାନ ଓଜାଡ଼ୁ। ମୋ କଥା ରହୁଛି ସରକାର ତ ନିୟମ କରୁଛି ଆଜ୍ଞା ଆମେ କରୁନୁ ଏଇ ନିୟମଟା। ସରକାରଙ୍କ ଯେଉଁ ବିକେନ୍ଦ୍ରୀକରଣ ଧାନ କ୍ରୟ ଯେଉଁ ଯୋଜନା ଅଛି ଯେଉଁ ତାଙ୍କର ଯେଉଁ ନିୟମ ଅଛି ସେ ନିୟମ ଅନୁସାରେ ଚାଷୀ କେବେ ମଧ୍ୟ ପଖା ନେଇକରି ଜୀବନ ନେଇକି ଓଜାଡ଼ିକି ପଳାଏ। ଆମେ ଦବା କି ପାଇଁ ମାଗିବା କି ପାଇଁ ଏବେ ଆମେ ବୋଲୁଛୁ ନା ଆମର 5 କିଲୋ 10 କିଲୋ ଧାନ ନେଇଗଲେ ଆରେ ଭାଇ ତୁ ଦବାର ତ ନେଲେ ଆମକୁ ଭୟ କି ଭାଇ ପଚାଶ ସରିଯିବ ଜୁନ୍ 30ରେ ତାପରେ ଆମେ ଚାହିଁଲେ ମଧ୍ୟ ଧାନ ଏବେ 1500 ଟଙ୍କାରେ 1600 ଟଙ୍କାରେ ମଧ୍ୟ ଧାନ ରଖିବା କିଏ ନା ଆଜି ଚାଷୀର ଯେଉଁ ଅବସ୍ଥା ବୋଲେ ଗାଁ ଗହଳିରେ 1600 ଟଙ୍କାରେ ମଧ୍ୟ ଧାନ କିଣିବା ଲୋକ ନାହାନ୍ତି। ତେଣୁ ଚାଷୀ ମଧ୍ୟ ଟିକେ ମାନେ ଯେଉଁ ପ୍ରକାର ପରିସ୍ଥିତି ଦେଇକରି ସମ୍ମୁଖୀନ ହେଉଛି କିନ୍ତି ହେଲେ ବିକିଦେବି 5 କିଲୋ ନେଉ 10 କିଲୋ ନେଉ ସିଏ ଗୋଟେ ବସ୍ତା ଆମର ଗୋଟେ ବସ୍ତା ମିଳିଥିଲା ଚାଷୀ ରହ ତୋର ଗୋଟେ ପ୍ୟାକେଟ ଆମର ଗୋଟେ ପ୍ୟାକେଟ ଗଲେ ବି ଚାଷୀ କ'ଣ ବୋଲିବାକୁ ଏବେ ଅବସ୍ଥା ଆସିଲାଣି ସେଟା ଗୋଟେ ଗଲା। ଆଉ ଧାନ ଯଦି ସବୁ ମଣ୍ଡିରେ ଟ୍ରାଏ କରନ୍ତୁ ଫାଷ୍ଟରେ ଯେଉଁ ଟୋକେନ୍ ଆସିବ ସବୁ ଚାଷୀକି ଏଇଟା ଗୋଟେ ଆରମ୍ଭ କରନ୍ତୁ। ଯଦି ଆମେ ଏକଜୁଟ ହେବାର ଅଛି ସବୁ ମଣ୍ଡିରେ ନେବ କିଛି ନହେଲେ ତାଙ୍କର ଯଦି ପ୍ଲାଟଫର୍ମ ନାହିଁ ଟାର୍ପାଲ ମାଗିବେ ଟାର୍ପାଲ ମାଗିକି ନେଇକି ମଧ୍ୟ ଓଜାଡ଼ିବେ ତାଙ୍କ ଅଖା ଆଣିବେ ତାଙ୍କେ ଓଜନ ପୁରେଇବେ ତାଙ୍କେ ଓଜନ କରିବେ ତାଙ୍କେ ସିଲେଇବେ ତାଙ୍କେ ନେଟ୍ ମାରିକି ନିଅନ୍ତୁ କି ଟ୍ରକରେ ଲୋଡ୍ କରିକି ନିଅନ୍ତୁ ଯୋଉଟା କରନ୍ତୁ କରୁ। ଆପଣ କାହାକୁ ଦୟା ଦେଖେଇବେନି ମୁଁ ଏଇଟା ଆମର ମହିଳା ସ୍ୱୟଂ ସହାୟକ ଦଳ ଏଇଟା ଆମର ଲେଫ୍ଟ ଏମଡି ଏଇଟା ଆମର ପାଣି ପଞ୍ଚାୟତ ବୋଲି ଦୟା ଦେଖେଇବାରୁ ଆଜି ଆମେ ଫଳ ଭୋଗ କରୁଛୁ ବୁଝିପାରିଲେ ଆମର ଆଉ ଗୋଟେ ଜିନିଷ ଦେଖନ୍ତୁ ଆଜ୍ଞା ସବୁବେଳେ ଡିସ୍ପ୍ୟୁଟ୍ ହେଉଛି ଯେ ଆମର ଧାନର ମଏଶ୍ଚର ଅଛି ଧାନର ମଏଶ୍ଚର 19% ଅଛି ତୁ 7 କେଜି କାଟିବି 8 କେଜି କାଟିବି। ଆର୍ଏମ୍ସି ଗତ ବର୍ଷ ଯେଉଁ ଏନାଲାଇଜର ମେସିନ୍ ଗୋଟେ 40ରୁ 50 ଲକ୍ଷ ଟଙ୍କା ଯେଉଁ ପେଡି କ୍ଲିନର ମେସିନ୍ ସେଟା କୋଟି କୋଟି ଟଙ୍କା ଦେଇକି କିଣିଲା ଗୋଟେ ଦିନ କୋଟି କାମ ଲାଗିଛି ଆପଣ ଦେଖନ୍ତୁ କୋଉଠି ଯେଉଁ ଆର୍ଏମ୍ସି ଯେଉଁ ଅସମାବଳ କିଣିଥିଲା ଗୋଟେ ଦିନ ମଧ୍ୟ କାମ ଲାଗିଲାନି। ହେଲେ ଆମେ ଆର୍ଏମ୍ସିକୁ ମୁଁ କଲେକ୍ଟରକୁ ମଧ୍ୟ ସେ ପ୍ରସ୍ତାବ ଦେଇଛି ଆଜ୍ଞା ଅନ୍ତତଃ ଡ୍ରାଏର ମେସିନ୍ ଯେଉଁ କହୁଥିଲି ଆପଣମାନଙ୍କର ଧାନ ଶୁଖା ଯନ୍ତ୍ର ସେଇଟା ଆଣିକି ଲଗେଇଦେଲେ ଆପଣଙ୍କୁ ଗୋଟେ ଘଣ୍ଟା ଭିତରେ 60 କୁଇଣ୍ଟାଲ ଧାନ ସେ ଡ୍ରାଏ କରିକି ବାହାରି ପଡ଼ିବ। ତେଣୁ ଆର୍ଏମ୍ସିକୁ ଆମେ ପ୍ରଶାସନକୁ ଜଣାଇଛୁ ଆର୍ଏମ୍ସି ପାଖରେ କି ଅସମାବଳ ପାଖରେ ଯେଉଁ ପଇସା ଅଛି ତାକୁ ଡ୍ରାଏର ମେସିନ୍ ଚାଷୀମାନେ ବର୍ଷା ମାରିଦେଉଛି ଧାନ ତିନ୍ତି ଯାଉଛି ତାଙ୍କର ମେଘ ହେଇକି ରହୁଛି ଧାନ ଶୁଖି ପାରୁନି ସେଥିପାଇଁ ଡ୍ରାଏର ମେସିନ୍ ମାନେ ଆର୍ଏମ୍ସି ମଣ୍ଡିରେ ବସନ୍ତୁ। ତାପରେ ଯେଉଁ ଚାଷୀର ଧାନ ଯେବେ ଅମଳ ଦେଖନ୍ତୁ